ଅକ୍ଷର ଏହି ଶବ୍ଦ ମଧ୍ୟରେ ଲୁଚି ରହିଛି ତ୍ୟାଗ, ସ୍ନେହ ଏବଂ ସମର୍ପଣର ଅନେକ କାହାଣୀ। ଯେଉଁ ବାପା ନିଜେ ନ ଖାଇ ପିଲାଙ୍କ ମୁହଁରେ ଖାଦ୍ୟ ଦିଅନ୍ତି, ସେହି ବାପା ବୃଦ୍ଧାବସ୍ଥାରେ ଅଭୟର ଶିକାର ହେବା ଘଟଣା ସମାଜକୁ ବ୍ୟଥିତ କରିଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆର୍ତ୍ତୋଲ ଗ୍ରାମ ପଞ୍ଚାୟତର ଜଣେ ବୃଦ୍ଧ ତଥା ଭିନ୍ନକ୍ଷମ ବ୍ୟକ୍ତି ନିଜ ପୁଅଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପୁଅ ତାଙ୍କୁ ଖାଇବାକୁ ଦେଉନଥିବା ସହିତ ଟଙ୍କା ନେଇଯାଉଥିବା ଏବଂ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ବୃଦ୍ଧ ବାସୁଦେବପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଆର୍ତ୍ତୋଲ ଗ୍ରାମ ପଞ୍ଚାୟତର ରାଜେନ୍ଦ୍ରନାଥ ନାମକ ଜଣେ ଭିନ୍ନକ୍ଷମ ବୃଦ୍ଧ ନିଜ ପୁଅଙ୍କ ବିରୋଧରେ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ପୁଅ ତାଙ୍କୁ ନିୟମିତ ଭାବେ ଖାଦ୍ୟ ଦେଉନଥିବା ବେଳେ ବୃଦ୍ଧା ଭତ୍ତା ଏବଂ ଅନ୍ୟାନ୍ୟ ଟଙ୍କା ନେଇଯାଉଥିଲେ। ଏଥିସହ ତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ଧରି ନିର୍ଯାତନା ସେବା ପରେ ଶେଷରେ ନ୍ୟାୟ ଆଶାରେ ବୃଦ୍ଧ ଜଣକ ହମ୍ବୁଡ଼ାଇ ବାସୁଦେବପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବୃଦ୍ଧଙ୍କୁ ନ୍ୟାୟ ଦେବା ପାଇଁ ଦାବି ଜୋର ଧରିଛି। ଅଭିଯୋଗ ପାଇବା ପରେ ପୋଲିସର ଘଟଣା ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଆପଣଙ୍କ ନାଁ କ'ଣ? ନାଁ କ'ଣ? ଘର କ'ଣ ହେଇଛି? ଥାନାକୁ ଆସୁଛନ୍ତି ଛୁଟେଇ ଛୁଟେଇ? ହଁ, ହାମ୍ବୁଡ଼େଇକି ଆସୁଛନ୍ତି। କ'ଣ ହେଇଛି? ସାନ ପୁଅ ଆଜ୍ଞା, ମୁଁ ଯାହା ମାଗି ଯାଚି ଆଣିନି, ଦଶ ପରାଣୀ କୁଟୁମ୍ବ ଖୁସିବ, ସିଏ ଆମ କତରୁ ମାରି ଛାଟିକି ଖାଇବ, ନହେଲେ ଆମକୁ ମାରିକି ଏଇ ଝିଅକୁ ମୋର ଟେକି ନେଇକି ଦେଖନ୍ତୁ କି ଅବସ୍ଥା। ସେ ଝିଅ ଟେକି ନେଇକି ରେପ କରିବ ରାତିର। ଗାଁ ଲୋକ ସବୁ ସତ କଥା କହୁଛନ୍ତି ନା ଆପଣ? ସତ କଥା କହୁଛି ବାପ, ମୋ କୂଳ ମୂଳ ବୁଡ଼ିଯିବ ଏମିତି ମିଛ କଥା କହି। ଆପଣଙ୍କ କେତେଟା ପୁଅ? ତିନି ପୁଅ ବାପ। ଗୋଟେ ପୁଅ ଯାଇକି ଶ୍ୱଶୁର ଘରେ ରହିଛି କେନ୍ଦ୍ରାପଡ଼ା, ଆଉ ଗୋଟେ ପୁଅ ମରିଯାଇଛି, ତା ତଳିଆ ପୁଅ। ଇଏ ବାହା ହେଇଛି ନା ସେ ପୁଅ? ବାହା ହେଇଥିଲା, ସ୍ତ୍ରୀ କି ଏଇର ମଦ ଖାଇକି ନଙ୍ଗଳା କରିକି ଦେଇଛି, ରାସ୍ତାର ବୁଲେଇକି ପିଟିଲା। ସିଏ ତା ବାପ ଘରେ ଆସୁନାହିଁ। ପୁଅ ନାଁ କ'ଣ? ମିଥୁନ ନାଥ। Report, the Republic Odisha 24 News।